ଆଜିର ଆଲୋଚନାକୁ ସ୍ୱାଗତ। ଆଚ୍ଛା, ଗୋଟେ କଥା କଳ୍ପନା କରନ୍ତୁ। ଜଣେ ବ୍ୟକ୍ତି ଯିଏ ନିଜ ଜୀବନରେ ସବୁକିଛି ପାଇସାରିଛନ୍ତି, ମାନେ ସଫଳତାର ଶୀର୍ଷରେ, ଠିକ୍। ଇତିହାସର ସବୁଠୁ ବଡ଼ ଲେଖକ, ବେଦକୁ ସଜାଡ଼ିଛନ୍ତି, ମହାଭାରତ ଲେଖିଛନ୍ତି, କିନ୍ତୁ ଏସବୁ ପରେ ବି ତାଙ୍କ ଭିତରେ ଗୋଟେ ଭୟଙ୍କର ଶୂନ୍ୟତା। ଏକଦମ ଗୋଟେ ଗଭୀର ଅସନ୍ତୋଷ। ହଁ, ଆଜି ଆମେ ସେହି ରହସ୍ୟକୁ ହିଁ ବୁଝିବାକୁ ଚେଷ୍ଟା କରିବା। ଆମେ କଥା ହେଉଛୁ ସ୍ୱୟଂ ବ୍ୟାସଦେବଙ୍କ ବିଷୟରେ, ଆଉ ଆମ ପାଖରେ ଯେଉଁ ସ୍ରୋତ ଅଛି ତାହା ଶ୍ରୀମଦ୍ ଭାଗବତର ଆରମ୍ଭର କାହାଣୀ। ଆଉ ଏହି କାହାଣୀର ପୃଷ୍ଠଭୂମି ବି ବହୁତ ଆକର୍ଷଣୀୟ, ନୈମିଷାରଣ୍ୟ। ହଁ। ହଜାର ହଜାର ଋଷି ଏକାଠି ହୋଇଛନ୍ତି। ହଁ। ଆଉ ସେମାନେ ସୂତ ମୁନିଙ୍କୁ ପ୍ରଶ୍ନ ପରେ ପ୍ରଶ୍ନ ପଚାରି ଚାଲିଛନ୍ତି। ସେମାନେ ଜାଣିବାକୁ ଚାହୁଁଛନ୍ତି, ଏତେ ସବୁ ଗ୍ରନ୍ଥ ଥିଲା, ତେବେ ଭାଗବତର ଆବଶ୍ୟକତା କାହିଁକି ବଢ଼ିଲା? ଠିକ୍ କହିଲେ, ଏକ ପ୍ରକାର ବିହାଇଣ୍ଡ ଦ ସିନ୍ସ ଭଳି। ତେବେ ଆମର ମିଶନ ହେଉଛି ସେହି ପ୍ରଶ୍ନର ସୂତ୍ର ଧରି ସେହି ମୂଳ କାରଣ ପର୍ଯ୍ୟନ୍ତ ପହଞ୍ଚିବା। ହଁ, ଯେ ଜଣେ ସର୍ବଜ୍ଞାନୀ ବ୍ୟକ୍ତିଙ୍କୁ କାହିଁକି ଲାଗିଲା ଯେ ତାଙ୍କର ସବୁ କାମ ଅଧୁରା? ଚାଲନ୍ତୁ ତେବେ ଏହି ଗଭୀର ଅନୁସନ୍ଧାନ ଆରମ୍ଭ କରିବା। ଆମ ସ୍ରୋତରେ କଥାଟା ଆରମ୍ଭ ହେଉଛି ଦୁଇଟି ରହସ୍ୟମୟ ଚରିତ୍ରଙ୍କଠାରୁ, ଶୁକଦେବ ଏବଂ ମହାରାଜା ପରୀକ୍ଷିତ। ଋଷିମାନେ ପ୍ରଥମେ ଶୁକଦେବଙ୍କ ବିଷୟରେ ପଚାରୁଛନ୍ତି। ବ୍ୟାସଦେବଙ୍କ ପୁଅ, ତାଙ୍କୁ ଜଣେ ସମଦର୍ଶୀ ବୋଲି କୁହାଯାଇଛି। ମାନେ ଯିଏ ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖନ୍ତି। ହଁ, ଆଉ ତାଙ୍କୁ ନେଇ ଗୋଟେ ବଡ଼ ଅଜବ କାହାଣୀ ଅଛି। ଥରେ ସେ ଏକ ଜଳାଶୟ ପାଖ ଦେଇ ଯାଉଥିଲେ। ଆଚ୍ଛା। ସେଠି କିଛି ଦେବକନ୍ୟା ନଗ୍ନ ହୋଇ ସ୍ନାନ କରୁଥିଲେ। ସେମାନେ ଶୁକଦେବଙ୍କୁ ଦେଖିଲେ, ଯିଏ 16 ବର୍ଷର ଯୁବକ। କିନ୍ତୁ କିଛି ବି ଫରକ ପଡ଼ିଲାନି। ମାନେ କୌଣସି ଲଜ୍ଜ ନଥିଲା? କିଛି ବି ନୁହେଁ। କିନ୍ତୁ ଟିକେ ପରେ ଯେତେବେଳେ ତାଙ୍କ ବୃଦ୍ଧ ବାପା ବ୍ୟାସଦେବ ସେଠି ପହଞ୍ଚିଲେ, ସେମାନେ ସାଙ୍ଗେ ସାଙ୍ଗେ ବସ୍ତ୍ର ପିନ୍ଧିବାକୁ ଲାଗିଲେ। ଏଇଟା ତ ପୁରା ଓଲଟା କଥା। ହଁ ନା? ସାଧାରଣତଃ ଏହାର ଓଲଟା ହେବା କଥା। ଏକଦମ। କିନ୍ତୁ ଏଇଠି ହିଁ ଆଧ୍ୟାତ୍ମିକ ଦୃଷ୍ଟିର ପାର୍ଥକ୍ୟ ଆସୁଛି। ବ୍ୟାସଦେବ ନିଜେ ବି ଆଶ୍ଚର୍ଯ୍ୟ ହେଲେ ଆଉ ପଚାରିଲେ, ଏମିତି କାହିଁକି ହେଲା? ଆଉ ସେମାନେ କ'ଣ କହିଲେ? ତାଙ୍କ ପୁଅ ନିର୍ଲିପ୍ତ। ନିର୍ଲିପ୍ତ। ହଁ, ତାଙ୍କ ଦୃଷ୍ଟିରେ ସ୍ତ୍ରୀ ପୁରୁଷର ଭେଦଭାବ ନାହିଁ। ସେ କେବଳ ଆତ୍ମାକୁ ଦେଖନ୍ତି, ଶରୀରକୁ ନୁହେଁ। ଓହୋ। କିନ୍ତୁ ଆପଣ ଜଣେ ମହାନ ଋଷି, କିନ୍ତୁ ଆପଣଙ୍କ ଦୃଷ୍ଟିରେ ଏବେ ବି ସେଇ ଭେଦଭାବ ଅଛି? ବା, ମାନେ ପ୍ରକୃତ ଜ୍ଞାନୀ ସେ ନୁହେଁ ଯିଏ ବହୁତ କିଛି ଜାଣିଛି, ବରଂ ସେ ଯାହାର ଦୃଷ୍ଟିରେ କୌଣସି ଭେଦଭାବ ହିଁ ନାହିଁ। ଏକଦମ। ତାଙ୍କ ଦୃଷ୍ଟି ଏତେ ନିର୍ମଳ ଥିଲା ଯେ ସେ ହିଁ ଭାଗବତ କହିବା ପାଇଁ ସବୁଠୁ ଯୋଗ୍ୟ ପାତ୍ର ଥିଲେ। ବୁଝିଲି, କାରଣ ସେ କୌଣସି ପକ୍ଷପାତ ବିନା ସତ୍ୟକୁ କହିପାରିବେ। ଠିକ୍। ତାଙ୍କ ପାଇଁ ଜ୍ଞାନ ଦେବାଟା କାମ ନଥିଲା, ତାଙ୍କ ସ୍ୱଭାବ ଥିଲା। ଆଚ୍ଛା। ଏହାପରେ ଋଷିମାନେ ଦ୍ୱିତୀୟ ଚରିତ୍ର ବିଷୟରେ ପଚାରୁଛନ୍ତି, ମହାରାଜା ପରୀକ୍ଷିତ। ହଁ, ପାଣ୍ଡବ ବଂଶର ଉତ୍ତରାଧିକାରୀ। ଜଣେ ଶକ୍ତିଶାଳୀ ସମ୍ରାଟ। ତାଙ୍କ ପାଖରେ ସବୁ ଥିଲା, ମାନେ ଯୌବନ, କ୍ଷମତା, ଧନ, ସବୁକିଛି। କିନ୍ତୁ ସେ ହଠାତ୍ ନିଜର ସାମ୍ରାଜ୍ୟ ସବୁକିଛି ତ୍ୟାଗ କରିଦେଲେ। ଗଙ୍ଗା ନଦୀ କୂଳରେ ମୃତ୍ୟୁ ପର୍ଯ୍ୟନ୍ତ ଉପବାସ କରିବାକୁ ବସିପଡ଼ିଲେ, କେବଳ ଶୁକଦେବଙ୍କଠାରୁ କଥା ଶୁଣିବା ପାଇଁ। ହଁ, ଏଇଟା ହିଁ ପ୍ରଶ୍ନ। କାହିଁକି? ଏମିତି କେଉଁ କଥା ଯାହା ପାଇଁ ଜଣେ ରାଜା ନିଜ ସାମ୍ରାଜ୍ୟ ଛାଡ଼ିଦେ? ଆଉ ଏଇଟା ହିଁ ସେହି ରହସ୍ୟ ଯାହା ଋଷିମାନେ ବୁଝିବାକୁ ଚାହୁଁଥିଲେ। ଦେଖନ୍ତୁ, ଏହା କେବଳ ଜଣେ ରାଜାଙ୍କ କାହାଣୀ ନୁହେଁ। ଏହା ଏକ ସଂକେତ। ହଁ, ଏହା ଦର୍ଶାଉଛି ଯେ ଭାଗବତରେ ଏମିତି କିଛି ଅଛି ଯାହାର ମୂଲ୍ୟ କୌଣସି ରାଜ୍ୟ ବା ସମ୍ପତ୍ତିଠାରୁ ବହୁତ ଅଧିକ। ପରୀକ୍ଷିତଙ୍କ ତ୍ୟାଗ ହିଁ ଭାଗବତର ମହତ୍ୱକୁ ଆହୁରି ବଢ଼େଇ ଦେଉଛି। ଏକଦମ। ଯଦି ଜଣେ ସମ୍ରାଟ ସବୁ ଛାଡ଼ି ଶୁଣିବାକୁ ପ୍ରସ୍ତୁତ, ତେବେ ସାଧାରଣ ଲୋକଙ୍କ ପାଇଁ ତ ଏହା ଅମୃତ। ହେଲା, ତେବେ ଏ ତ ଗଲେ କହିବାବାଲା ଆଉ ଶୁଣିବାବାଲା, କିନ୍ତୁ ଏସବୁର ମୂଳରେ ଥିଲେ ସ୍ୱୟଂ ଲେଖକ। ହଁ, ଚାଲନ୍ତୁ ଏବେ ତାଙ୍କ ମନ ଭିତରକୁ ଯିବା। ବ୍ୟାସଦେବ, ସେତେବେଳେ ତାଙ୍କ ମନରେ କ'ଣ ଚାଲିଥିଲା? ହଁ, ଏବେ ଆମେ କାହାଣୀର କେନ୍ଦ୍ରକୁ ଆସୁଛେ। ସୂତ ମୁନି କହୁଛନ୍ତି, ସେ ପରାଶରା ଋଷି ଓ ସତ୍ୟବତୀଙ୍କ ପୁତ୍ର ଥିଲେ। ଆଉ ତାଙ୍କ ପାଖରେ ଯୋଗୁ ଶକ୍ତି ଥିଲା, ସେ ଭବିଷ୍ୟତ ଦେଖିପାରୁଥିଲେ। ହଁ, ଆଉ ସେ ଦେଖିଲେ ଯେ ଆଗକୁ କଳିଯୁଗ ଆସୁଛି। ଏମିତି ଏକ ସମୟ ଯେତେବେଳେ ମଣିଷ ଦୁର୍ବଳ ହୋଇଯିବ, ଆୟୁଷ କମିଯିବ, ବୁଦ୍ଧି କମିଯିବ, ଆଉ ଆଧ୍ୟାତ୍ମିକତା ପ୍ରତି ଶ୍ରଦ୍ଧା ବି କମିଯିବ। ଆଉ ଏହି ସମସ୍ୟା ଦେଖି ସେ ଗୋଟେ ବହୁତ ବଡ଼ କାମ ହାତକୁ ନେଲେ। ସେ ସେତେବେଳେ ଥିବା ଗୋଟିଏ ବେଦକୁ, ଅବିଭାଜିତ ବେଦକୁ, ହଁ, ତାକୁ ସାଧାରଣ ଲୋକଙ୍କ ପାଇଁ 4 ଭାଗରେ ବାଣ୍ଟିଲେ: ଋକ୍, ୟଜୁଃ, ସାମ, ଅଥର୍ବ। ଏହାଛଡ଼ା ଅଷ୍ଟାଦଶ ପୁରାଣ ଲେଖିଲେ, ମହାଭାରତ ବି ଲେଖିଲେ। ଯାହାକୁ ପଞ୍ଚମ ବେଦ କୁହାଯାଏ, ବିଶେଷ କରି ସେମାନଙ୍କ ପାଇଁ ଯେଉଁମାନେ ବେଦ ପଢ଼ି ପାରୁନଥିଲେ।
ଦେଖନ୍ତୁ ଏଇଟାକୁ ଆମେ କେବଳ ଗୋଟେ ତାଲିକା ଭାବେ ଦେଖିବାନି। କଥାଟା କ'ଣ କି ସେତେବେଳେ ଜ୍ଞାନ ଥିଲା ଗୋଟେ ମହାସାଗର ଭଳି। ବିଶାଳ। ଆଉ କଳିଯୁଗର ଦୁର୍ବଳ ମଣିଷ ପାଇଁ ସେଥିରୁ କିଛି ପାଇବା ଅସମ୍ଭବ ଥିଲା। ତେଣୁ ବ୍ୟାସଦେବ ଜଣେ କ'ଣ କହନ୍ତି, ଜଣେ ବିଶେଷଜ୍ଞ ଲାଇବ୍ରେରିଆନ୍ ପରି। ବା ସେ ସେଇ ସବୁ ଜ୍ଞାନକୁ ଅଲଗା ଅଲଗା ବିଭାଗରେ ସଜେଇ ଦେଲେ, ଯେମିତି ସମସ୍ତେ ସହଜରେ ବୁଝିପାରିବେ। ଏହା ଥିଲା ଇତିହାସର ସବୁଠୁ ବଡ଼ ନଲେଜ ମ୍ୟାନେଜମେଣ୍ଟ ପ୍ରୋଜେକ୍ଟ। ନଲେଜ ମ୍ୟାନେଜମେଣ୍ଟ ପ୍ରୋଜେକ୍ଟ, ଏହା ଏକ ଚମତ୍କାର ଦୃଷ୍ଟିକୋଣ। ହେଲା, ତେବେ ତାର୍କିକ ଭାବେ ଏତେ ବଡ଼ କାମ ପରେ ତାଙ୍କୁ ତ ଗଭୀର ଆତ୍ମସନ୍ତୋଷ ମିଳିବ କଥା। ନିଶ୍ଚିତ ଭାବରେ ସେ ତ ପୁରା ମାନବ ଜାତି ପାଇଁ ରାସ୍ତା ତିଆରି କରିଦେଇଥିଲେ। ତାଙ୍କର ସବୁ ଗ୍ରନ୍ଥରେ ଧର୍ମ, ଅର୍ଥ, କାମ ଆଉ ମୋକ୍ଷ, ମାନେ ଜୀବନର ସମ୍ପୂର୍ଣ୍ଣ ଅପରେଟିଂ ମ୍ୟାନୁଆଲ। ହଁ, ସିଏ ଲେଖିଦେଇଥିଲେ। କିନ୍ତୁ ସେ ଖୁସି ନଥିଲେ। ଆମ ମୂଳ ସ୍ରୋତରେ ସ୍ପଷ୍ଟ ଲେଖା ଅଛି, ତୋଷ ନୋହିଲେ ହୃଦଗତେ। ତାଙ୍କର ମନ ଚିନ୍ତା ଅଣଲେ ଛନଛନ ହେଉଥିଲା। ଆଉ ଏଇଠି ହିଁ ପ୍ରକୃତ କାହାଣୀ ଆରମ୍ଭ ହେଉଛି। ହଁ, ଏତେ ସବୁ କରିବା ପରେ ବି ଜଣେ କେମିତି ଅସନ୍ତୁଷ୍ଟ ରହିପାରେ, ମତେ ତ ଏଇଟା ବିଶ୍ୱାସ ହଉନି। ଏହା ବାହାରୁ ଦେଖିଲେ ଅସମ୍ଭବ ଲାଗିବ, କିନ୍ତୁ ଏହା ହିଁ ଆଧ୍ୟାତ୍ମିକ ଜୀବନର ସବୁଠୁ ଗଭୀର ସତ୍ୟ। କେମିତି? ଦେଖନ୍ତୁ, ବ୍ୟାସଦେବ ଜୀବନ କେମିତି ବଞ୍ଚିବାକୁ ହୁଏ ତାର ନିୟମ, କର୍ତ୍ତବ୍ୟ, ନୈତିକତା ସବୁ ଲେଖିଲେ। ମୋକ୍ଷ ପର୍ଯ୍ୟନ୍ତ ରାସ୍ତା ବି ଦେଖାଇଲେ। କିନ୍ତୁ କ'ଣ? ସେହି ସବୁ କାମରେ ଗୋଟିଏ ଜିନିଷର ଅଭାବ ଥିଲା। ସେ ଭଗବାନଙ୍କର ନିରାକାର ନିର୍ଗୁଣ ସ୍ୱରୂପ ବିଷୟରେ କହିଥିଲେ, କିନ୍ତୁ ତାଙ୍କର ସେହି ବ୍ୟକ୍ତିଗତ ମଧୁର ଲୀଳା ବିଷୟରେ ସେତେଟା ଗୁରୁତ୍ୱ ଦେଇନଥିଲେ। ଅର୍ଥାତ୍ ଆପଣ କହୁଛନ୍ତି ସେ ନିୟମାବଳୀ ମାନେ ରୁଲ୍ ବୁକ୍ ଲେଖିଥିଲେ, କିନ୍ତୁ ପ୍ରେମ କାହାଣୀ ବା ଲଭ୍ ଷ୍ଟୋରି ଲେଖିବା ଭୁଲି ଯାଇଥିଲେ। ଏକଦମ ସଠିକ୍ ଉପମା। ସେ ପଥ ଦେଖାଇଲେ, କିନ୍ତୁ ଗନ୍ତବ୍ୟସ୍ଥଳ କେତେ ସୁନ୍ଦର ତାହା କହିଲେ ନାହିଁ। ଓ, ବୁଝିଲି। ଆତ୍ମା କେବଳ ନିୟମରେ ସନ୍ତୁଷ୍ଟ ହୁଏ ନା, ତାକୁ ଆନନ୍ଦ ଦରକାର, ପ୍ରେମ ଦରକାର। ତାଙ୍କର ସମସ୍ତ ଲେଖାରେ ଭଗବାନଙ୍କର ଗୁଣଗାନ, ତାଙ୍କର ଲୀଳାର ମାଧୁର୍ଯ୍ୟର ଅଭାବ ଥିଲା। ଆଉ ସେହି ଅଭାବ ହିଁ ତାଙ୍କ ନିଜ ହୃଦୟରେ ଏକ ଶୂନ୍ୟତା ସୃଷ୍ଟି କରୁଥିଲା। ହଁ, ସେ ଅନ୍ୟମାନଙ୍କ ପାଇଁ ଯାହା ଲେଖୁଥିଲେ ତାହା ତାଙ୍କ ନିଜ ଆତ୍ମାକୁ ହିଁ ଶାନ୍ତି ଦେଇପାରୁନଥିଲା। ତେବେ ସେ ଏହିପରି ଏକ ମାନସିକ ଦ୍ୱନ୍ଦ୍ୱରେ ସରସ୍ୱତୀ ନଦୀ କୂଳରେ ବସିଛନ୍ତି ଆଉ ଭାବୁଛନ୍ତି କେଉଁଠି ଭୁଲ ରହିଗଲା। ବହୁତ ଶକ୍ତିଶାଳୀ ଚିତ୍ର ଏଇଟା। ଆଉ ଠିକ୍ ସେହି ମୁହୂର୍ତ୍ତରେ ଯେତେବେଳେ ସେ ପୁରା ଦିଗହରା, ସେତେବେଳେ କେହି ଜଣେ ଆସି ପହଞ୍ଚିଲେ। ହଁ, ଠିକ୍ ସେତିକିବେଳେ ନିଜ ବୀଣା ବଜାଇ ହରିନାମ ଗାନ କରୁ କରୁ ସେଠାରେ ଦେବର୍ଷି ନାରଦ ଉପସ୍ଥିତ ହେଲେ। ନାରଦ ମୁନି। ଆଉ ଏହା କୌଣସି ସାଧାରଣ ସାକ୍ଷାତ ନଥିଲା। ଏହା ଏକ ଟର୍ଣ୍ଣିଂ ପଏଣ୍ଟ। ଯେତେବେଳେ ଜଣେ ସତ୍ୟର ସନ୍ଧାନୀ ପ୍ରକୃତିରେ ବ୍ୟାକୁଳ ହୋଇଯାଏ, ସେତେବେଳେ ହିଁ ଜଣେ ଗୁରୁ ଆସନ୍ତି। ଆଉ ନାରଦଙ୍କର ଆଗମନ ହିଁ ସୂଚାଉଥିଲା ଯେ ସମାଧାନ ଏବେ ବହୁତ ପାଖରେ। ହଁ, ବ୍ୟାସଦେବ ତାଙ୍କୁ ଦେଖି ତୁରନ୍ତ ଠିଆ ହୋଇପଡ଼ିଲେ। ବହୁତ ସମ୍ମାନର ସହ ତାଙ୍କୁ ସ୍ୱାଗତ କଲେ। ଆଉ ଆଜି ପାଇଁ ଆମର ମୂଳ ସ୍ରୋତ ଏଇଠି ଶେଷ ହେଉଛି। ଗୋଟେ ବହୁତ ରୋମାଞ୍ଚକର ସ୍ଥିତିରେ। ହଁ, ଗୋଟେପଟେ ଜ୍ଞାନର ମହାନ ସଂକଳକ ନିଜେ ଦ୍ୱନ୍ଦ୍ୱରେ, ଆଉ ଅନ୍ୟପଟେ ଯେ ସମାଧାନ ଦେଇପାରିବେ ସେ ତାଙ୍କ ସାମ୍ନାରେ। ଏହାର ଅର୍ଥ ଜ୍ଞାନର ସମ୍ରାଟ ଏବେ ଜଣେ ଶିଷ୍ୟ ହେବାକୁ ପ୍ରସ୍ତୁତ। ଆଉ ପରବର୍ତ୍ତୀ ସମୟରେ ନାରଦ ହିଁ ତାଙ୍କୁ ବାଟ ଦେଖାଇବେ। ହଁ, ସେ ସ୍ପଷ୍ଟ ଭାବରେ କହିବେ, ଆପଣ ଧର୍ମ ବିଷୟରେ ବହୁତ ଲେଖିଲେ, କିନ୍ତୁ ଭଗବାନ ଶ୍ରୀକୃଷ୍ଣଙ୍କ ନିର୍ମଳ ଯଶକୁ ସେପରି ବର୍ଣ୍ଣନା କଲେ ନାହିଁ। ଆଉ ସେହି ଗୋଟିଏ ବାକ୍ୟ ହିଁ ତାଙ୍କୁ ତାଙ୍କର ସବୁଠୁ ବଡ଼ କାମ ପାଇଁ ପ୍ରେରଣା ଦେବ। ଶ୍ରୀମଦ୍ ଭାଗବତମ୍, ଏକ ଗ୍ରନ୍ଥ ଯାହା କେବଳ ଭଗବାନଙ୍କର ଲୀଳା, ଗୁଣଗାନ ଆଉ ଭକ୍ତି ଉପରେ କେନ୍ଦ୍ରିତ। ତେବେ ଏହି ସବୁର ଅର୍ଥ କ'ଣ? ଆମେ ଏକ ମହାନ ଲେଖକଙ୍କ ଅସନ୍ତୋଷର କାରଣ ଖୋଜୁଥିଲୁ। ଆଉ ଆଲୋଚନାରୁ ଏହା ସ୍ପଷ୍ଟ ହେଉଛି ଯେ କେବଳ ଜ୍ଞାନ ଆଉ ନିୟମ, ମାନେ କେବଳ ତଥ୍ୟକୁ ସଜାଡ଼ିବାଟା ଆତ୍ମାକୁ ଶାନ୍ତି ଦେବା ପାଇଁ ଯଥେଷ୍ଟ ନୁହେଁ। ହଁ, ସଫଳତାର ସବୁ ମାପଦଣ୍ଡ ପୂରଣ କଲା ପରେ ବି ଜଣେ ଭିତରୁ ଖାଲି ଅନୁଭବ କରିପାରେ। ଏଇଟା ତ ଆମ ନିଜ ଜୀବନ ବିଷୟରେ ବି ଗୋଟେ ବଡ଼ ପ୍ରଶ୍ନ। ଏକଦମ। ଆଜିର ଦୁନିଆରେ ଆମେ ସମସ୍ତେ ସଫଳତା ପଛରେ ଦୌଡୁଛୁ। କିନ୍ତୁ କ'ଣ ଏହା ସମ୍ଭବ ଯେ ଜଣେ ବହୁତ ସଫଳ ହେଲା ପରେ ବି ଭିତରେ ଶୂନ୍ୟତା ଅନୁଭବ କରିପାରେ? ବ୍ୟାସଦେବଙ୍କ କାହାଣୀ ତ କହୁଛି ହଁ, ଏହା ସମ୍ଭବ। ବୋଧହୁଏ ପ୍ରକୃତ ସନ୍ତୁଷ୍ଟି କେବଳ ଜୀବନର କିପରିକୁ ବୁଝିବାରେ ନୁହେଁ, ବରଂ ଅସ୍ତିତ୍ୱର କେନ୍ଦ୍ରରେ ଥିବା କିଏ ସହିତ ଏକ ପ୍ରେମପୂର୍ଣ୍ଣ ସମ୍ବନ୍ଧ ସ୍ଥାପନା କରିବାରେ ଥାଏ। ହଁ, ସେହି ସଂଯୋଗରେ ହିଁ ଥାଏ। ଆଉ ଏହା ଆମ ପାଇଁ ଗୋଟେ ଚିନ୍ତାର ବିଷୟ ଛାଡ଼ିଯାଉଛି। ଇନଫର୍ମେସନାଲ ନଲେଜ ଆଉ ଟ୍ରାନ୍ସଫର୍ମେସନାଲ ନଲେଜ। ମାନେ ସୂଚନା ଦେଉଥିବା ଜ୍ଞାନ ଏବଂ ରୂପାନ୍ତର କରୁଥିବା ଜ୍ଞାନ। ହଁ, ଏ ଦୁଇଟା ଭିତରେ ପାର୍ଥକ୍ୟ କ'ଣ?
ବ୍ୟାସଦେବଙ୍କ ପାଖରେ ସବୁ ସୂଚନା ଥିଲା, କିନ୍ତୁ ରୂପାନ୍ତରଣର ଚାବିକାଠି ନଥିଲା। ଯାହା କେବଳ ନିୟମରେ ନୁହେଁ, ପ୍ରେମରେ ମିଳିଥାଏ। ଆମେ ସମସ୍ତେ ଆମ ଜୀବନରେ ସୂଚନା ଏକାଠି କରୁଛୁ, କିନ୍ତୁ ଆମେ କେତେଥର ସେହି ଜ୍ଞାନକୁ ଖୋଜୁ ଯାହା ଆମକୁ ଭିତରୁ ବଦଳାଇ ଦେଇପାରେ? ଏହା ଉପରେ ନିଶ୍ଚୟ ବିଚାର କରାଯାଇପାରେ।